ସେମାନେ କହିଲେ କି ମୁଁ ଏଇ ସ୍କୁଲରେ ପଢ଼ିକରି ଗୋଟିଏ ବଡ଼ ରାଷ୍ଟ୍ରପତିଟି ହେଲି ଆଉ ପିଲାମାନେ ତୁମେ ବହୁତ ଭଲସେ ପାଠ ପଢ଼ ହେଲେ ମୋ ପରି ଗୋଟେ ଛାତ୍ରଟି ବନିବ ମୋ ପରି ରାଷ୍ଟ୍ରପତିଟିଏ ବନିବ କହିଥିଲେ। କହିଲେ କି ସେମାନେ କହିଲେ କି ଆମକୁ କହିଲେ କି ତୁମେ ଭଲ ପାଠ ପଢ଼। ଆମ ବେଳେ ତ କିଛି ନଥିଲା ଏଇନା ତୁମ ବେଳେ ଆମେ ସବୁ ସୁବିଧା କରୁଛୁ, ସରକାର ବି ତୁମକୁ ବହୁତ ସୁବିଧା ଦେଉଛି। ଏବେ ତୁମେ ଭଲ ପାଠ ପଢ଼ି ବଡ଼ ମଣିଷଟିଏ ହିଅ ବୋଲି ସେମାନେ ଆମକୁ କହିଥିଲେ। ସେମାନେ କହିଛନ୍ତି କି ତୁମେ ଯଦି ଗୁରୁଙ୍କ କଥା ମାନିବ ତାହେଲେ ତୁମେ ବଡ଼ ମଣିଷଟିଏ ହେବ। ତୁମେ ଆମ ପାଇଁ ସେମାନେ ବ୍ୟାଗଟିଏ ଦେଲେ ଆଉ ବ୍ୟାଗ୍ ଭିତରେ ଖାତା ପଟି ପେନ୍ ପେନସିଲ ଚାମଚି ବାକ୍ସ ସବୁ ରଖିବା ସୁବିଧା ଅଛି। ଆଜ୍ଞା ପଚାରିଥିଲେ। ରାଷ୍ଟ୍ରପତି ଦିଦି ପଚାରିଥିଲେ କି ତୁମ ନାଁ କ'ଣ? ମୁଁ କହିଲି କି ମୋ ନାଁ ପ୍ରତୀକ୍ଷାଗିରି। ତୁମେ କେଉଁ ଶ୍ରେଣୀରେ ପାଠ ପଢ଼? ମୁଁ କହିଲି କି ମୁଁ ସପ୍ତମ ଶ୍ରେଣୀରେ ପାଠ ପଢ଼େ। ସେମାନେ ପଚାରିଲେ ତୁମେ କ'ଣ ହେବ? ମୁଁ କହିଲି କି ତୁମ ପରି ଗୋଟେ ରାଷ୍ଟ୍ରପତିଟିଏ ହେବି ବୋଲି କହିଥିଲି। ସେଟା ତ ଖୁସିର କଥା। ଏଇଟା ମୋ ପାଇଁ ସୌଭାଗ୍ୟ ଯେ ଆଜି ଏ ଜନ୍ମ ମାଟିର ଏଇ ପ୍ରାଥମିକ ବିଦ୍ୟାଳୟରେ ସର୍ବପ୍ରଥମେ ଏଟା ପ୍ରାଥମିକ ବିଦ୍ୟାଳୟ ଥିଲା, ପର୍ଯ୍ୟାୟକ୍ରମେ ଏଇଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହୋଇଛି। ଏ ବିଦ୍ୟାଳୟରେ ସେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଏବଂ ଏହି ବିଦ୍ୟାଳୟରେ ପାଠ ପଢ଼ି ସେ ଆମର ଭାରତବର୍ଷର ସର୍ବୋଚ୍ଚ ପ୍ରଥମ ନାଗରିକ ହୋଇପାରିଛନ୍ତି, ମହାମହିମ ରାଷ୍ଟ୍ରପତି ହୋଇଛନ୍ତି। ତାହା ମୋ ପାଇଁ ମଧ୍ୟ ଏବଂ ଏ ବିଦ୍ୟାଳୟ ପାଇଁ ଗୋଟେ ଗର୍ବ ଏବଂ ଗୌରବର କଥା। ଛାତ୍ରଛାତ୍ରୀମାନଙ୍କ ପାଇଁ ଏଇ ଯେଉଁ ବସ୍ତାନି ବହି ବ୍ୟାଗ୍ ଆଣିଥିଲେ, ତାପରେ କିଛି ଚକୋଲେଟ୍ ଆଣିଥିଲେ ଆଉ ଛାତ୍ରଛାତ୍ରୀମାନଙ୍କୁ ଭଲ ଭାବରେ ପାଠ ପଢ଼ି ଗୋଟେ ଭଲ ମଣିଷଟିଏ ହୋଇ ଗଢ଼ି ତୋଳି ହୁଅ ଏହି କଥା ତାଙ୍କୁ ବାରମ୍ବାର ତାଙ୍କ ମୁହଁରୁ ଆମେ ଶୁଣିଲୁ। ସେଇଟା ଆମକୁ ବହୁତ ଉତ୍ସାହିତ କରିଛି ଏବଂ ସେଇଟା ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ଗୋଟେ ପ୍ରେରଣାଦାୟୀ ଭାବରେ କାମ କରିବ। ଆଉ ଆଗାମୀ ଦିନରେ ନିଶ୍ଚିତ ଆମର ଗୋଟେ ଛାତ୍ରଛାତ୍ରୀମାନେ ତାଙ୍କର ଚଲାପଥରେ ନିହାତି ଗୋଟେ ଅନୁକରଣୀୟ ହୋଇ ନିହାତି ଗୋଟେ ଭଲ ମଣିଷଟିଏ ହେଇ ଗଢ଼ି ତୋଳିବେ ବୋଲି ମୋର ଆଶା ଓ ବିଶ୍ୱାସ।